ଆଉ ଗୋଟେ ନୂଆ ବ୍ଲଗ କୁ ଆପଣଙ୍କୁ ସ୍ୱାଗତम କରୁଛି। ମାନେ ଆମ ଗାଁର ଏମିତି ମାନେ ଦିନ ଦିନକୁ ଚେଞ୍ଜ ହଉଛି ମୁଁ ବିଶ୍ୱାସ କରିଥିଲି। ମାନେ 10 ବର୍ଷ ପରେ ପିଚ ହେଲା, ପୁଣି 5 ବର୍ଷ ପରେ ପୁଣି ଚେୟାର ଆଇଛି, ପୁଣି 5 ବର୍ଷ ପରେ ଆଉ କିଛି ହେଇଛି କହିବୁ ନାହିଁ। ତ ଖର୍ଚ୍ଚ କିଛି କୁହନ୍ତୁ, ମାନେ ଆଜି ଖର୍ଚ୍ଚ ଦିନ ମାନେ ଖଟୁଛି ଆଜି ଚେୟାର ପାଇଁ, କିଛି କୁହନ୍ତୁ କେତେ ପାଇଁ ଆଜି ଚେୟାର ପାଇଁ? କଣ କହିବି ଭାଇ, ମାନେ ଦେଖ ଆଜିକୁ 20 ବର୍ଷ ହବ ସେ ଗାଁର ଭିତ୍ତି ନଥିଲା। ଭିତ୍ତି ଅର୍ଥ ତ କିଛି ରାସ୍ତା ଘାଟ, ପାଣି, ଇଲେକ୍ଟ୍ରି, ଲାଇନ୍ କୌଣସି କିଛି ନଥିଲା। କେତେ ଆମେ କାଦ ମାଦ ଯାଇଛେ ସ୍କୁଲ, ଝିପି ଝିପି ବର୍ଷା ପକାଉଥିବ, ସେ କାଦ ସେ ସାଇକେଲ ଟେକିକି ଆମେ ଯାଉଥିବା। ସେ ଦିନ ଥିଲା, ଯାଉଥିଲେ। ତ ସମୟ ଚେଞ୍ଜ ହେଲା, ସରକାର ଚେଞ୍ଜ ହେଲା, ଯାହାକି ସରକାର ଚେଞ୍ଜ ହେଲା ପରେ ଆମର କିଛି କାର୍ଯ୍ୟ ହେଲା, ଧୀରେ ଧୀରେ ରାସ୍ତା ହେଲା, ଧୀରେ ରାସ୍ତା ହଉ ହଉ ସ୍କୁଲ 5T ବି ହେଉଛି। ସବୁଆଡ଼େ ସ୍କୁଲ, କଲେଜ, ରାସ୍ତା, ରୋଡ଼, ଏବେ ସରକାର ବେଶୀ ଧ୍ୟାନ ଦେଇଛି ରୋଡ଼ ଉପରେ। ତ ଆଦାନୀ ଯେତେବେଳେ ବର୍ତ୍ତମାନ ନେଇଯାଇଛି, ତ ଆଦାନୀ ସ୍ପଟ ପାଇଁ ସବୁ ଟୋଟାଲ ରାସ୍ତା ଚାଲିଛି। ଲାଷ୍ଟକୁ କ'ଣ ହେଇଛି, ଆମ ଏପଟ ରାସ୍ତା ହବାର ଆମ ଧାରଣା ନଥିଲା। ଏପଟ ରାସ୍ତା ଦେଖନ୍ତୁ, ଧାରଣା ନଥିଲା, ହବାର ବି ଆଶା ଆମର ନଥିଲା, କିନ୍ତୁ ସେ ରାସ୍ତାଟି ହେଲା। ଇଏ ଚେୟାର ଆମ ଗାଁକୁ ଆସିବ ବୋଲି ମୋ ମନରେ ଏକ ସ୍ୱପ୍ନ ଥିଲା। ଏ ଚେୟାର କେବେ ଆମ ଗାଁକୁ ଆସିପାରିବ ନା। ଆଜି ଏଇ ଚେୟାର, ସକାଳେ ମୁଁ ଖାଇ ନାହିଁ, ସେ ଚେୟାରକୁ ମୁଁ ଘିନିକି ଆସିଛି। ଆଜି ପକେଇକି ମୁଁ ବସିଛି, ମନର ଶାନ୍ତିକୁ ମିଳୁଛି। ଆଉ ବହୁତ ସୁନ୍ଦର ଲାଗୁଛି, ଗାଁଟି ବହୁତ ଚେଞ୍ଜ ହେଇଯାଇଛି। ବହୁତ ଧନ୍ୟବାଦ ଦେଉଛି ମୋର ସରକାର ମାନଙ୍କୁ। 20 ବର୍ଷର ନ କରିଥିବା ସରକାରଟି ଆଜି ସେ ନୂତନ ସରକାରଟି କରିଛି। ଯାହା ହଉ, ଭଗବାନ ଦୟାରୁ ମୋତେ ଭଲ ଲାଗୁଛି। ତ ଦେଖିବା କ'ଣ।